ସମସ୍ତଙ୍କୁ ଓଁ ସାଇରାମ। ଚାଲନ୍ତୁ ଆଜି ବାବାଙ୍କର ନାମ ନେଇ ବାବାଙ୍କୁ ସ୍ମରଣ କରି ଆରମ୍ଭ କରିବା ଆଜିର ଭିଡ଼ିଓ। ଆଜି 5 ଗୁରୁବାର ବ୍ରତର କେତୋଟି ନିୟମ ଜାଣିବା। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ। ଯଦି ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। ତାହେଲେ ଚାଲନ୍ତୁ ଶୁଣିବା 5 ଗୁରୁବାର ବ୍ରତର ନିୟମ। ମଣିଷ ଜୀବନରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ଓ ଧନ ଧାନ୍ୟରେ ପରିପୂର୍ଣ୍ଣ ହେବା ପାଇଁ ବାବାଙ୍କର ବ୍ରତ ସବୁ ଅଛି। ବିଧି ପୂର୍ବକ ବାବାଙ୍କର ଆରାଧନା କଲେ ବ୍ରତଧାରୀ ଭକ୍ତମାନେ ଧନ ଧାନ୍ୟ ଓ ଜୀବନର ଶାନ୍ତିରେ ପରିପୂର୍ଣ୍ଣ ହେବା ସହ ବାବାଙ୍କର ଆଲୌକିକ କୃପାରେ ମଣ୍ଡିତ ହେବେ। ଏହି ବ୍ରତ ପାଳନରେ ଜାତି ଧର୍ମ ନିର୍ବିଶେଷରେ ସମସ୍ତେ କରିପାରିବେ। ଏହି ବ୍ରତକୁ ଅବାଳ ବୃଦ୍ଧ ବନିତା ସମସ୍ତେ କରିପାରିବେ। ଧନୀ ଗରିବ ଯାହାର ଶ୍ରଦ୍ଧା ଥିବ ସଂକଳ୍ପ କରି ଆଡମ୍ବରରେ ହେଉ କି ସରଳତା ସହଜରେ ହେଉ ଏହି ବ୍ରତ କରିପାରିବେ। ଏହି ବ୍ରତର ମହିମା ଅଧିକ। ବିଧି ପୂର୍ବକ ଏହା ପାଳନ କରିଲେ ନିଶ୍ଚିତ ଭାବରେ ଇଚ୍ଛିତ ଫଳ ପ୍ରାପ୍ତି ହୋଇଥାଏ। ଏହି ବ୍ରତ ପାଳନରେ ଜାତି ଭେଦର ପ୍ରଶ୍ନ ନାହିଁ, ଅର୍ଥାତ୍ ଯେଉଁ ଜାତିର ହୁଅନ୍ତୁ ପଛକେ ଏହା ପାଳନ କରିପାରିବେ। ବାବାଙ୍କର 5 ପାଳି ବ୍ରତ ଯେକୌଣସି ଗୁରୁବାରଠାରୁ ଆରମ୍ଭ କରିପାରିବେ। ଯେଉଁଥିପାଇଁ ଏହି ବ୍ରତ ମନାସିଛନ୍ତି ସେ ବିଷୟରେ ବାବାଙ୍କୁ ଅନ୍ତର ଭିତରୁ ପ୍ରାର୍ଥନା କରିବେ। ସାଇ ବାବାଙ୍କ ଏକ ଫଟୋ ଚିତ୍ର ସଂଗ୍ରହ କରି ରଖିବେ। ପୂଜା ମଣ୍ଡପରେ ପିଢ଼ା କିମ୍ବା ଚୌକିଟିଏ ରଖି ଓଦା କପଡ଼ାରେ ପରିଷ୍କାର କରି ସେହି ବାବାଙ୍କର ଆସ୍ଥାନକୁ ହଳଦିଆ ରଙ୍ଗର କପଡ଼ା ବିଛାଇ ତା ଉପରେ ବାବାଙ୍କ ଫଟୋକୁ ରଖନ୍ତୁ। ଫଟୋ ଚିତ୍ରରେ ଚନ୍ଦନ କୁଙ୍କୁମ ତିଲକ ଲଗାନ୍ତୁ। ଫୁଲ ମଧ୍ୟରେ ପୂଜାରେ ହଳଦିଆ ଫୁଲ କିମ୍ବା ଫୁଲ ମାଲା ଚଢ଼ାଇବା ଉଚିତ। ବାବାଙ୍କ ପାଖରେ ଅଗରବତୀ ଓ ଘିଅ ଜଲା ହୋଇଥିବା ଦୀପ ବାବାଙ୍କ ନାମ ଉଚ୍ଚାରଣ ପୂର୍ବକ ସାଇ କଥା ପଠନ କରି ଫଳମୂଳ ମିଠା ଭୋଗ ଲଗାନ୍ତୁ। ପରେ ଅନ୍ୟମାନଙ୍କୁ ଏହି ଭୋଗକୁ ପ୍ରସାଦ ରୂପେ ବଣ୍ଟନ କରିପାରିବେ। ଫଳହାର କରି ଏହି ବ୍ରତ ମଧ୍ୟ କରିପାରିବେ। ଦୁଧ କଫି ଚା ଫଳ ମିଷ୍ଟାନ୍ନ ଆଦି ଖାଇପାରନ୍ତି। ପ୍ରତି 5 ଗୁରୁବାରକୁ ସାଇ କୁଟୀର ଯାଇ ବାବାଙ୍କ ଦର୍ଶନ କରିବାକୁ ମୋଟେ ଭୁଲିବେ ନାହିଁ। ଗୁରୁବାର ଦିନ ବାବାଙ୍କ ଦର୍ଶନ କଲେ ଆଶୀର୍ବାଦ ମିଳିଥାଏ। ସାଇ କୁଟୀର ନିକଟରେ ନ ଥିଲେ ନିଜ ଘରେ ବାବାଙ୍କ ଫଟୋ ଚିତ୍ର ଆଗରେ ଶ୍ରଦ୍ଧାର ସହିତ ପୂଜାର୍ଚ୍ଚନା କରି ବାବାଙ୍କ ପାଖରେ ବସି ବାବାଙ୍କୁ ପ୍ରାର୍ଥନା କରନ୍ତୁ। ଏହି ବ୍ରତର ପାଳନ ବେଳେ ଯଦି ସ୍ତ୍ରୀ ଲୋକମାନଙ୍କର ମାନସିକ ସମସ୍ୟା ଉପୁଜେ କିମ୍ବା କୌଣସି କାରଣରୁ ପୂଜା ନ ହୋଇପାରେ ତେବେ ସେହି ଗୁରୁବାରଟିକୁ ଛାଡ଼ି ତା ପର ଗୁରୁବାରକୁ ହିସାବକୁ ନେବେ ଏବଂ 5 ଗୁରୁବାର ଶେଷ କରି ବ୍ରତର ଉଦ୍ଯାପନ କରିବେ। ଭ୍ରମଣ ଟୁର୍ କିମ୍ବା ଡେପୁଟେସନ ବାହାରକୁ ଗଲେ ମଧ୍ୟ ଏହି ବ୍ରତ ଚାଲୁ ରଖିପାରିବେ। ପୂଜା କଲାବେଳେ ବାବାଙ୍କ ପ୍ରତି ପୂର୍ଣ୍ଣ ଶ୍ରଦ୍ଧା ରଖି ସେବାଭାବ ରଖି କାର୍ଯ୍ୟ କରିବା ସହ ଫଳପ୍ରାପ୍ତି ଆଶା ରଖି ବାବାଙ୍କ ଚରଣରେ ନିଜକୁ ସମର୍ପଣ କରିଦେବେ। ଯଦି କୌଣସି କାରଣରୁ ବ୍ରତ ସଂଖ୍ୟା ଖଣ୍ଡିତ ହୁଏ ତେବେ ଆଉ ଥରେ ସଂକଳ୍ପ ପୂର୍ବକ ବ୍ରତ ଆରମ୍ଭ କରାଯାଇପାରିବ। ଏହି ଅସୁବିଧାରେ ବ୍ରତର ଖଣ୍ଡନ ଧର୍ତ୍ତବ୍ୟ ନୁହେଁ। ବାବାଙ୍କ ରୂପ ଅନେକ, ସେ ସମଭାବାପନ୍ନ। ତେଣୁ ବ୍ରତ ଦିନ ଭକ୍ତଙ୍କୁ ପରୀକ୍ଷା କରିବା ପାଇଁ ସେ ଯେକୌଣସି ରୂପରେ ମଧ୍ୟ ଆବିର୍ଭୂତ ହୋଇ ଦେଖା ଦେଇଥାନ୍ତି। ତେଣୁ ବ୍ରତଚାରୀ ଭିକ୍ଷୁକ ବ୍ରାହ୍ମଣ ଅତିଥି ପଶୁପକ୍ଷୀ ଇତ୍ୟାଦିଙ୍କୁ ଯାହାକୁ କ୍ଷୁଧାର୍ତ ଦେଖିବେ ତାକୁ ପ୍ରସାଦ ସମର୍ପଣ କରିବେ। ଘରକୁ ଯିଏ ବି ଆସିବ ତାକୁ ପ୍ରସାଦ ଦେବେ। କାହାକୁ ଘଉଡ଼ାଇବେ ନାହିଁ।
ତୃଷାର୍ଥକୁ ଜଳ, କ୍ଷୁଧାର୍ଥକୁ ଅନ୍ନଦାନ ଗୁରୁବାର ଦିନ ସାଇବାବା ବ୍ରତର ଏକ ବିଶେଷତ୍ୱ। ତେଣୁ ଉଦାର ଚେତା ହେବା ଆବଶ୍ୟକ। କେବଳ ଆରମ୍ଭ ଦିନ ସଂକଳ୍ପ କରାଯିବ, ଅନ୍ୟ ପାଳିରେ ନୁହେଁ। ବ୍ରତ ଦିନ ବ୍ରତାଚାରୀ ପରନିନ୍ଦା, ପରଚର୍ଚ୍ଚା ଇତ୍ୟାଦିରୁ ଦୂରେଇ ରହିବା ଉଚିତ। ଶଯ୍ୟା ତ୍ୟାଗଠାରୁ ଶଯ୍ୟାକୁ ଯିବା ଯାଏଁ ସାଇବାବାଙ୍କ ଜପ କରିବା ଉଚିତ। ଯଦି ଭକ୍ତମାନେ ସବୁବେଳେ ବାବାଙ୍କର ନାମ ନେଇ ନିଜର କର୍ମ ଆରମ୍ଭ କରିବେ, ଦେଖିବେ ସେ ଦିନଗୁଡ଼ିକ କେତେ ସୁନ୍ଦରରେ କଟିଥାଏ। ବାବା ସବୁବେଳେ ଭକ୍ତମାନଙ୍କ ସାଙ୍ଗରେ ହିଁ ଥାନ୍ତି, କିନ୍ତୁ ଜାଣି ହୋଇନଥାଏ। କୌଣସି ନା କୌଣସି ମାଧ୍ୟମରେ ବି ଆସି ବାବା ଭକ୍ତମାନଙ୍କୁ ରକ୍ଷା କରିଥାନ୍ତି। ବାବା ଭକ୍ତମାନଙ୍କର ରକ୍ଷା ପାଇଁ ତ କଳିଯୁଗରେ ଆବିର୍ଭାବ ହୋଇଛନ୍ତି। ଯଦି ଆଜିର 5 ଗୁରୁବାର ବ୍ରତର ନିୟମ ପସନ୍ଦ ଆସିଲା, ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ, କାହିଁକିନା ଏହିପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ରହୁଛି। ଓଁ ସାଇରାମ, ଜୟ ସାଇରାମ।